ସାଙ୍ଗମାନେ ଆଜି ଆମେ ବୁଲିବାକୁ ଯିବା ସମ୍ବଲପୁରରେ ଥିବା ଚିଡ଼ିଆଖାନା। ଏହି ଚିଡ଼ିଆଖାନାରେ ଆମେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବା। ଦେଖନ୍ତୁ ବର୍ତ୍ତମାନ ଏଇ ଗେଟ୍ ଆମେ ଏଠି ବର୍ତ୍ତମାନ ଟିକେଟ୍ କାଟି ଚିଡ଼ିଆଖାନା ମଧ୍ୟକୁ ପ୍ରବେଶ କରିବା। ଟିକେଟ୍ର ମୂଲ୍ୟ ମାତ୍ର 20 ଟଙ୍କା ଏଠି ରହିଛି। ଆମେ ଏଠାରେ ବାଘ, ଭାଲୁ, ହରିଣ ବିଭିନ୍ନ ଜୀବଜନ୍ତୁ ଦେଖିପାରିବା। ଏବେ ଆମେ ଟିକେଟ୍ କାଟି ଭିତରକୁ ପ୍ରବେଶ କଲୁ। ଦେଖନ୍ତୁ ରାସ୍ତା ବହୁତ ସମ୍ବଲପୁର ସହର ମଝିରେ ରହିଛି এই ଚିଡ଼ିଆଖାନାଟି। ବର୍ତ୍ତମାନ ଆମେ ରାସ୍ତାରେ ଯାଉଛନ୍ତି। ଏବେ ଦୂରରୁ ଆପଣଙ୍କୁ ହରିଣ ଗୁଡ଼ିକ ଦେଖାଯାଉଥିବେ। ଏଠି ବିଭିନ୍ନ ପ୍ରଜାତିର ହରିଣ ରହିଛନ୍ତି। ଦେଖିପାରୁଥିବେ ହରିଣ ଗୁଡ଼ିକୁ କିପରି ଦେଖାଯାଉଛନ୍ତି। ବହୁ ମାତ୍ରା ହରିଣ, ଇଏ ଗୋଟିଏ ପ୍ରଜାତିର ହରିଣ। ବର୍ତ୍ତମାନ ଯେହେତୁ ଖରାଦିନ ସମୟ, ତେଣୁ ଏଗୁଡ଼ିକ ହରିଣ ଗୁଡ଼ିକ ଖାଦ୍ୟ ପାନୀୟର ସାମାନ୍ୟ ଅସୁବିଧା ଭୋଗ କରୁଛନ୍ତି, ତେଣୁ ଏପରି ଦୃଶ୍ୟମାନ ହେଉଛି। ବର୍ତ୍ତମାନ ଏଠି ଦେଖିବା ଆମେ ଆଉ ଗୋଟେ ପ୍ରଜାତିର ହରିଣ। ଏଠି ଛୋଟ ଛୋଟ ହରିଣ ଗୁଡ଼ିକ। ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ବହୁତ ସଂଖ୍ୟାର ହରିଣ ଏଠାରେ ଅଛନ୍ତି। ସେମାନଙ୍କ ପାଇଁ ଭିତରେ ବର୍ଷା ସମୟରେ କେମିତି ଆଶ୍ରୟ ନେବା ପାଇଁ ଦେଖୁଥିବେ ସେଠି ସେଡ଼ିଂ କରାଯାଇଛି। ବର୍ତ୍ତମାନ ଏହା ମଧ୍ୟରେ ଆମେ ମାଙ୍କଡ଼ ଏବଂ ବିଭିନ୍ନ ଛୋଟ ଛୋଟ ଜୀବମାନେ ରହିଛନ୍ତି, ତାକୁ ଦେଖିପାରିବା। ଏହାପରେ ଆମେ ବର୍ତ୍ତମାନ ଯିବା ଏଠି ଦେଖିବେ, ଇଏ ମଧ୍ୟ ଅନ୍ୟ ଏକ ପ୍ରଜାତିର ହରିଣ ଦେଖିପାରୁଥିବେ। ବର୍ତ୍ତମାନ ଇଏ ହେଲା ନ୍ୟାଚୁରାଲ ହାଉସ୍। ଏହା ଭିତରେ ଆମେ ଛୋଟ ଛୋଟ ଜୀବ ଗୁଡ଼ିକୁ ଦେଖିବା। ଏଠି ଦେଖନ୍ତୁ, ଇଏ ଗୋଟେ ରାତ୍ରିଚର ଜୀବ ଶୋଇଛି। ଏଠି ମଧ୍ୟ ନେଉଳ ପରି ଦେଖାଯାଉଛି। ଇଏ ଗୋଟେ କୌଣସି ଜୀବ। ଏହାପରେ ଆମେ ଦେଖିବା ସାପ। ଦେଖନ୍ତୁ ବିରାଟକାୟ ସାପ ଶୋଇଛି ଏଠି। କେତେ ମୋଟା ହୋଇଛି ଏ ସାପ। ଏବେ ଆମେ ଆଗକୁ ଯିବା। ଦେଖ କେତେ ସୁନ୍ଦର। ଏହା ମଧ୍ୟରେ ପକ୍ଷୀ ଗୁଡ଼ିକ ରହିଛନ୍ତି। ବିଭିନ୍ନ ପ୍ରଜାତିର ପକ୍ଷୀ ଏହା ମଧ୍ୟରେ ଅଛନ୍ତି। ପକ୍ଷୀମାନଙ୍କ ପାଇଁ କିପରି ବ୍ୟବସ୍ଥା କରାଯାଇଛି ଦେଖିପାରୁଥିବେ। ତାପରେ এই ବ୍ୟାରେକ୍ ମଧ୍ୟରେ ଦେଖନ୍ତୁ ମୟୂର ଗୁଡ଼ିକ ଅଛନ୍ତି। ଗୋଟେ ମୟୂରଟି ବସିଛି। ଆହୁରି ଅନେକ ମୟୂର ମଧ୍ୟରେ ଅଛନ୍ତି। ଏଠାରେ ମଧ୍ୟ କିଛି ଛୋଟ ଛୋଟ ହରିଣ ରହିଛନ୍ତି। ଇଏ ଗୋଟେ ଅନ୍ୟ ପ୍ରଜାତିର ହରିଣ। ଏବେ ଆମେ ବାଘ ଯେଉଁଠି ରହିଛି ସେ ସ୍ଥାନ ଦେଖିବା। ଦେଖିପାରୁଥିବେ ବାଘଟି କେମିତି ବୁଲୁଛି।
ମଧ୍ୟରେ ଏହାପରେ ଆମେ ଭାଲୁ ଦେଖିବା। ଏ ଚିଡ଼ିଆଖାନା ମଧ୍ୟରେ ବାଘ, ଭାଲୁ, ହରିଣ, ବିଭିନ୍ନ ପ୍ରକାର ଚଢ଼େଇ, ସମ୍ବର ଇତ୍ୟାଦି ରହିଛନ୍ତି। ଭାଲୁଟି ବର୍ତ୍ତମାନ ଦେଖିପାରୁଥିବେ କ୍ରୀଡ଼ାରତ ଅଛି। ଆଉ ଗୋଟେ ଭାଲୁ ସେପଟରେ ଶୋଇଛି। ଅନ୍ୟ ଭାଲୁଟି ସେଇ ଜାଲି ମଧ୍ୟରେ ରହିଛି, ତେଣୁ ଏ ଭାଲୁଟି ତା ସହିତ କ୍ରୀଡ଼ାରତ ଅଛି। କେତେ ବଡ଼ ଆକାରରେ ଭାଲୁ। ତେଣୁ ଆପଣମାନେ ସମ୍ବଲପୁର ଆସିଲେ ନିଶ୍ଚିତ ରୂପେ ଏହି ଚିଡ଼ିଆଖାନାଟିକୁ ବୁଲି ଦେଖିବେ। ସହର ମଧ୍ୟରେ ଅବସ୍ଥିତ। ଖୁବ୍ କମ୍ ସମୟ ମଧ୍ୟରେ କିଛି ଜୀବ ଦେଖିପାରିବେ। ପରିବାର ସହିତ ଆସି ପିଲାମାନଙ୍କ ପାଇଁ ନିଶ୍ଚିତ ରୂପେ ଏହା ଅତ୍ୟନ୍ତ ମନୋରମ ସ୍ଥାନ। ଏଠାରେ ମଧ୍ୟ ଦେଖନ୍ତୁ ଅନ୍ୟ ଏକ ପ୍ରଜାତିର ହରିଣ ଦେଖାଯାଉଛନ୍ତି। ଏହିପରି ଭାବରେ ବିଭିନ୍ନ ପ୍ରଜାତିର ହରିଣ ଏବଂ ଚଢ଼େଇ, ଦେଖନ୍ତୁ କିଛି ବିଦେଶୀ ଚଢ଼େଇ ମଧ୍ୟ ଏଠାରେ ଅଛନ୍ତି। ଏଗୁଡ଼ିକୁ ମଧ୍ୟ ଦେଖିବାର ମଜା ଛୋଟ ପିଲାମାନେ ନେଇପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିତ ରୂପେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।